ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ଶ୍ରୀକ୍ଷେତ୍ର ପ୍ରବେଶ ଓ କାର୍ଯ୍ୟାବଳୀ। ସୌନକ ଉବାଚ ଜୈମିନୀ ମହାରୁଷିକି ପରମ ସାଦରେ ସୌନକ ମୁନି ପୁଛିଲେ ଏଥି ଅନନ୍ତରେ आहे व्यासଙ୍କର ଶିଷ୍ୟ ପୁରାଣ ବକ୍ତା କହିଲ ତ ଠିକେ ଠିକେ ଲୀଳା ଖଣ୍ଡ କଥା। ଇନ୍ଦ୍ରଦ୍ୟୁମ୍ନ ମହାରାଜା ନାରଦଙ୍କ ସଙ୍ଗେ ରୀଳେଶ୍ୱରଙ୍କ ଛାମୁରୁ ଗଲେ କେଉଁ ଦିଗେ ଶ୍ରୀନୀଳାଚଳେ ପ୍ରବେଶୀ ମାଳବରାଜନ ପ୍ରଥମେ ଆରମ୍ଭ କଲେ କେଉଁ କାର୍ଯ୍ୟମାନ ସଞ୍ଚପି ଆମ୍ଭମାନଙ୍କୁ କହ ଋଷିମଣି କୃତାର୍ଥ ହୋଇବୁ ସର୍ବେ ତୁମ୍ଭ ମୁଖ ଶୁଣି। जैमिनी उवाच जैमिनी बोलंत आहे सर्वमुनिगण लीलाखंड कथा भले कलत श्रवण एबे सावधाने शुण आश्चर्य कहानी नारद सहित रथे जान्ति नृपमणि पुरोहितଙ୍କ कनिष्ठ भाई विद्यापति सेहु मध्ये नृपतिଙ୍କ संगे जाउछन्ति चढ़ाई आनिले रथ नीलकंठेश्वरे सेई लिंग रहन्ति श्रीक्षेत्र पूर्वद्वारे पथे जानते अमंगल देखिले राजन बाम चक्षु बाम भुज करई नर्तन पुनः पुनः एही परी घटे अमंगल ता देखि नृपति हेले अत्यंत विकल नारदଙ୍କୁ पचारिले विनय राजन किंपा मु देखुचे अशुभ चिन्ह मान बाम नेत्र नाचे मोर बाम बाहु स्फुरे एहार कारण मोरी कहन्तु हे मोरे राज चक्रवर्ती मुहि भारत मंडले तार विघटित किछि नाही अकुशले मंगल ए यात्रा विष्णु दर्शन कारण तेबे अमंगल चिन्ह घटे कि कारण किबा दुख हेब मुनि कह सुनिश्चित तिनि काल कथा सबु तुमको विदित इंद्रद्युम्न बाणी शुणी तहु तपधन सांत्वना दे कहिले ब्रह्मांक नंदन शुण राजन विषाद न भावंतर अल्प विघ्न तब शुभ होइब विस्तार भाग्यवंत जेउ जन अटई संसारे शुभ पुणी मिले ताकू विघ्नर उतारे सत्य तुम्हे राज चक्रवर्ती नुहे आना सत्य एहि विष्णु क्षेत्रे ओइल राजन
ମାତ୍ର ଯେଉଁ ହେତୁ ଯାତ୍ରା କଲ ହେ ଆପଣି, ସେହି ପ୍ରଭୁ ଅନ୍ତର୍ଧାନ ଏଥି ବର୍ତ୍ତମାନେ। ଯେଉଁ ଦିନ ଦର୍ଶନ କଲେ ଏ ବିଦ୍ୟାପତି, ତାହା ପରଦିନ ଅନ୍ତର୍ଧାନ ରମାପତି। ଆବୃତ ହୋଇ ବାଲୁକା ବସ୍ତୁରେ ଶ୍ରୀହରି, ପାତାଳକୁ ଗଲେ ମର୍ତ୍ତ୍ୟଲୋକ ପରିହରି। ନାରଦଙ୍କ ମୁଖ ଶୁଣି ଦାରୁଣ ଉତ୍ତର, ଅତିଶୟ ବ୍ୟଥିତ ହୋଇଲେ ନୃପବର। ସେ କଥାକୁ କୋଟି ବଜ୍ରାଘାତ ପ୍ରାୟ ମଣି, ଅଚେତନ ହୋଇ ଢଳି ପଡ଼ିଲେ ଧରଣୀ। ଅତି ଉଚ୍ଚ ରଥ ପରୁ ପଡ଼ିଲେ ରାଜନ, ପ୍ରାଣହତ ହେଲା କି ଦେଖନ୍ତି ସବଜନ। ଆହାକାରେ ଡାକନ୍ତି ଯେ ପାତ୍ର ମିତ୍ର ଗଣ, ପୁରୋହିତ ଆଦି ସର୍ବେ କରନ୍ତି ରୋଦନ। ଅତି ବିକଳେ କାନ୍ଦନ୍ତି ସବୁ ପ୍ରଜାଗଣ, କାହିଁ ଗଲ ନରନାଥଙ୍କୁ ଆମ୍ଭଙ୍କୁ ଯେ ଜିଣ। ରାଣୀମାନେ ଯେ କାନ୍ଦନ୍ତି କରି ଆହାକାର, ଆର୍ତ୍ତନାଦ କରି କାନ୍ଦେ ରାଜାର କୁମାର। କର୍ପୂର ବାସିତ ସୁଶୀତଳ ଜଳ ଘେନି, ଘନ ଘନ ମୁଖେ ସିଞ୍ଚି ବିଳପନ୍ତି ପୁଣି। କର୍ପୂର ଆଗୁରୁ ମିଶା ଶୀତଳ ଚନ୍ଦନ, ରାଜାଙ୍କର ସର୍ବାଙ୍ଗରେ କରନ୍ତି ଲେପନ। କେହି କେହି ଚାମର ଆଲଟ ପଙ୍ଖା ଧରି, ରାଜାଙ୍କ ବିଛି ଲାଗନ୍ତି ନେତ୍ରେ ଅଶ୍ରୁ ଭରି। ତା ଦେଖି ନାରଦ ମୁନି ବିସ୍ମୟ ଅପାର, ତସ୍ତ ହୋଇ ଯୋଗରେ ବସିଲେ ଧାତିକର। ରାଜାଙ୍କ ଭବିଷ୍ୟ ଶୁଭ ଜାଣି ତୋପଧନ, ଯୋଗ ଧାରଣ କରି ସେ ରଖିଲେ ଜୀବନ। ସର୍ବେ ବହୁ ଯତ୍ନ କରୁ କରୁ ଯେ ଏମନ୍ତ, ବହୁ କ୍ଷଣେ ଚେତନ ପାଇଲେ ନରନାଥ। ଉଠି ନାରଦଙ୍କ ପାଦେ ପଡ଼ିଲ ବହନ, କାନ୍ଦି କାନ୍ଦି ଗଦ ଗଦେ କହନ୍ତି ବଚନ। କେହୁଁ ମହାପାପ ମୋହି କଲି ଜନ୍ମାନ୍ତରେ, ସେ ଫଳେ ଦୁଃଖ ଆସି ଫଳିଲା ମୋହରେ। ଏ ଜନମେ ମୁଁ ତ କିଛି ପାପ କରି ନାହିଁ, ମୋରେ ବିମୁଖ ହୋଇଲେ ଶ୍ରୀହରି କିମ୍ପାଇ। କାୟ ମନ ବଚନରେ ସ୍ୱପ୍ନେ ବା କଥନେ, ଅପରାଧ କରି ନାହିଁ ସାଧୁ ଗ ବ୍ରାହ୍ମଣେ। ରାଜଧର୍ମେ ନୀତିମୈତ୍ରିକ କର୍ମମାନ, ସେ କର୍ମକୁ ମୁଁ ତ ଛାଡ଼ି ନାହିଁ କଦାଚନ। ଦେବତା ଅତିଥି ଭୃତ୍ୟ ଋଷି ପିତୃଗଣ,
ବନ୍ଧୁବର୍ଗ ମୋ ଠାରେ ଆସିତ ଯେତେ ଜନ, ଏମାନଙ୍କୁ କେବେ ଦେଇନାହିଁ ଅପମାନ। ତେବେ କିପା ମୋତେ ତ୍ୟାଗ କଲେ ଭଗବାନ। ପଞ୍ଚଦଶ ଅପରାଧ କାଳ ସର୍ପ ପରି, ବିଷ୍ଣୁରେ ନ କରେ କେବେ ଶାସ୍ତ୍ରକୁ ବିଚାରି। ତେବେ କିପା ପରିତ୍ୟାଗ କଲେ ମତେ ହରି। ତେଣୁ ମୁଁ ମହାପାତକୀ ଆହେ ତପଚାରି। କେଡ଼େ ଭାଗ୍ୟ ଚରିତ୍ର ଅର୍ଜିଲ ବିଦ୍ୟାପତି, ଚର୍ମ ଚକ୍ଷୁରେ ସାକ୍ଷାତେ ଦେଖିଲେ ଶ୍ରୀପତି। କହୁଁ କହୁଁ ଅନୁରାଗ ବଢ଼ିଲା ସେ କାଳେ, ନାରଦକୁ ଚାହିଁ ପୁଣି କହି ନ ଲାଗିଲେ। ବିଷାଦେ ଅତି ବିକଳେ ତାହାଙ୍କର ମନ, କାନ୍ଦେ କାନ୍ଦେ କର ଯୋଡ଼ି କଲେ ନିବେଦନ। ମୋହର ଦୈନ୍ୟ ଶୁଣି ଆହେ ମହାମୁନି, ତୁମ୍ଭେ ତ ଶ୍ରୀହରି ଭକ୍ତ ଶ୍ରେଷ୍ଠ ତତ୍ତ୍ୱଜ୍ଞାନୀ। ଜାଣି ଜାଣି ମତେ ଏତେ ପରି କରାଇଲ, କି କାରଣେ ରାଜଚ୍ୟୁତ କରାଇ ଆଣିଲ। ଯାତ୍ରା କାଳେ ନ କହିଲ ହେବ ଏ ଦୁର୍ଦ୍ଦଶା, ବିପ୍ରଙ୍କୁ ସଙ୍ଗେ ଅଣାଇ ଦେଖାଇଲ ଆଶା। ତୁମ୍ଭ ବାକ୍ୟ ସ୍ଥାନ ଭ୍ରଷ୍ଟ ହେଲେ ଦୁଇ ଜଗଣ, ବାଡ଼ି ବୃତ୍ତି ଛାଡ଼ି ଯା ଆସିଲେ ପ୍ରଜାଜନ। କେମନ୍ତେ ବଞ୍ଚିବେ ସର୍ବେ କେଉଁ ଉପାୟରେ, ଏହେତୁ ଭାଳେଣି ମୋର ମନେ ବିଶେଷରେ। ମୋର ଦୃଢ଼ ବ୍ରତ ନ ଦେଖିଲେ ନାରାୟଣ, ନିଶ୍ଚୟ କହୁଛି ତେ ଯିବ ଏଛାର ପ୍ରାଣ। ମୋହି ଜୀବନ ହାରିଲେ ଆହେ ମୁନିଗଣ, ମୋହର ପ୍ରଜାମାନଙ୍କୁ କେ ପାଳିବ ପୁଣି। ଏତେ ଦୁଃଖ ଦିଆଇଲ ତୁମ୍ଭେ ଏକାସିନା, ସକଳ ଆଶା ଭରସା ହେଲା ମୋର ଚୂନା। ଲଲାଟରେ ସଦା ଲେଖିଥିଲା ତା ଘଟିଲା, ଏବେ ମୋର ଅନୁରୋଧ ଶୁଣ କି ନା ଭଲା। ମୋର ପୁତ୍ରକୁ ମାଳବ ଦେଶେ ଘେନି ଯାଅ, ସେଠାରେ ଅବିଳମ୍ବରେ ନୃପତି କରାଅ। ପ୍ରଜାପାଳୁ ମୋର ସମ ଚକ୍ରବର୍ତ୍ତୀ ହୋଇ, ତୁମ୍ଭର ଚରଣେ ଏତେ ହେଉଛି ବିନୟୀ। ମୋର ସଙ୍ଗେ ରାଜାମାନେ ଆସିଛନ୍ତି ଯେତେ, ମୋ ପୁତ୍ର ସଙ୍ଗେ ଯାଆନ୍ତୁ ମାଳବେ ସମସ୍ତେ। ଯେଉଁପରି ନୃପେଛନ୍ତି ମୋର ଆଜ୍ଞାବର୍ତ୍ତୀ, ତେସନେ କରନ୍ତୁ ମୋ ପୁତ୍ରକୁ ଚକ୍ରବର୍ତ୍ତୀ। ତାର ଆଜ୍ଞା ପାଳି ନୃପେ ସର୍ବଶୁଭେ ଥାନ୍ତୁ। ଯେ ଯାହା ରାଜ୍ୟରେ ପ୍ରଜାମାନଙ୍କୁ ପାଳନ୍ତୁ,
ଆଉ ମୁଁ ନିଜ ଦେଶକୁ ବାହୁଡ଼ି ନ ଯିବି। ନିରାହାର କରି ଏହି କ୍ଷେତ୍ରେ ରହିଥିବି। ଶ୍ରୀନୀଳ ମାଧବଙ୍କର ପାଦ ପଦ୍ମ ଧାଇ ସଫଳ କରିବି ଜନ୍ମ ସାର୍ଥକ ହଲାଇ। ଏ ମୋର ପ୍ରତିଜ୍ଞା କେବେ ନ ହୋଇବ ଆନ। ଶ୍ରୀହରି ଚରଣ ପଦ୍ମେ ଲଗାଇବି ଧ୍ୟାନ।